ବିଜୁ ଜନତା ଦଳର ଭାଇମାନେ ଯେଉଁ କଥା କହୁଛନ୍ତି ସେ ପ୍ରଥମେ ନିଜ ଦଳକୁ ସମ୍ଭାଳନ୍ତୁ। ଭିଜନ ଏତେ ଅଛି ଯାହା 2036 ମସିହା ପର୍ଯ୍ୟନ୍ତ ଟାର୍ଗେଟ୍ କରାଯାଇଛି। ବିକଶିତ ଓଡ଼ିଶା ଗଠନର ଯାହା ପ୍ରୟାସ ହେଇଛି, ଯାହା ଯୋଜନା ହେଇଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର, ତାହା ଆଜି ମାନ୍ୟବର ରାଜ୍ୟପାଳଙ୍କ ଅଭିଭାଷଣରେ ପ୍ରକାଶିତ ହୋଇଛି ଏବଂ ଉଭୟ ସରକାରୀ ଦଳ ଏବଂ ବିରୋଧୀ ଦଳ ତାଙ୍କୁ ସ୍ୱାଗତ କରିଛନ୍ତି। ଗୃହ ଭିତରେ ସମସ୍ତେ ସ୍ୱାଗତ କରିଛନ୍ତି। ଏଥର ଆଉ ହୋହଲ୍ଲା କରିନାହାନ୍ତି, କାଗଜ ଚିରିକି ଫିଙ୍ଗି ନାହାନ୍ତି, ସମସ୍ତେ ଧୈର୍ଯ୍ୟର ସହ ଶୁଣିଛନ୍ତି ଏବଂ ସ୍ୱାଗତ କରିଛନ୍ତି। ତେଣୁ ରାଜନୈତିକ ଉଦ୍ଦେଶ୍ୟ କାରଣରୁ ସେ କହିପାରିବେ, କିନ୍ତୁ ମୁଁ କହିବି ଯେ ମାନ୍ୟବର ରାଜ୍ୟପାଳଙ୍କର ଅଭିଭାଷଣ ଆଜି ଉଚ୍ଚକୋଟୀର ଥିଲା। ବିକଶିତ ଓଡ଼ିଶା ଗଠନର ଯେଉଁ ଲକ୍ଷ୍ୟ ଅଛି ତାକୁ ପ୍ରକାଶ କରୁଥିଲା ଏବଂ ସବୁ କ୍ଷେତ୍ରକୁ ଛୁଇଁଥିଲା। ମହିଳା କ୍ଷେତ୍ରକୁ ଛୁଇଁଥିଲା, ଗରିବ ଲୋକଙ୍କ କ୍ଷେତ୍ରକୁ ଛୁଇଁଥିଲା, ଚାଷୀଙ୍କୁ ଛୁଇଁଥିଲା, ଯୁବକକୁ ଛୁଇଁଥିଲା, ମହିଳାଙ୍କୁ ଛୁଇଁଥିଲା ଏବଂ ବିଭିନ୍ନ କ୍ଷେତ୍ର, ଶିକ୍ଷା କ୍ଷେତ୍ର, ଆପଣଙ୍କର ନିଯୁକ୍ତି କ୍ଷେତ୍ର କୁହନ୍ତୁ, ଆମେ 32,000 ପାଖାପାଖି ଏବେ ସୁଦ୍ଧା ନିଯୁକ୍ତି ଦେଲୁଣି। ଆମେ କହିଥିଲୁ ଯେ ସରକାର ଆସିଲେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ଏବଂ ସବୁ କ୍ଷେତ୍ରରେ ନିଯୁକ୍ତି ବର୍ତ୍ତମାନ ଆରମ୍ଭ ହୋଇସାରିଲାଣି ଏବଂ ଆସନ୍ତା ବର୍ଷେ ଭିତରେ ଆମେ ଲକ୍ଷେ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି କରିଛୁ। ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ଦୃଢ଼ତାର ସହିତ କାମ କରୁଛନ୍ତି, ଯାହା କରୁଛନ୍ତି ତାହା ଘୋଷଣା କରୁଛନ୍ତି, ଯାହା ଘୋଷଣା କରୁଛନ୍ତି ତାହା କାମ କରୁଛନ୍ତି। ତେଣୁ ଏଥିରେ ଅନ୍ୟମାନେ କୌଣସି ଭୟଭୀତ ନ ହୋଇକି ସହଯୋଗ କରିବାର ଆବଶ୍ୟକତା ରହିଛି।